ଗୁଡ୍ ମର୍ଣ୍ଣିଂ ଏଭ୍ରିୱାନ୍। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜିର କିଛି ଗୁରୁତ୍ୱପୂର୍ଣ୍ଣ ଖବର। ଖବରଗୁଡ଼ିକ ଭଲ ଲାଗିଲେ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରିଦେବେ। ଚାଲନ୍ତୁ ଆଜିର ଖବର ବିଷୟରେ ଜାଣିବା। ଦେଶରେ ସବୁଠାରୁ ଅଧିକ ବ୍ୟବହୃତ ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁପିଆଇ ଏବେ ଏକ ନୂଆ ଅପଡେଟରେ ଆସିଯାଇଛି। ଏବେ ଆପଣ ଚେହେରା ଅଥବା ଫିଙ୍ଗରପ୍ରିଣ୍ଟ ଭେରିଫିକେସନ ମାଧ୍ୟମରେ ପେମେଣ୍ଟ କରିପାରିବେ। ଅର୍ଥାତ୍ ଏବେ ୟୁପିଆଇ ପିନ୍ ମନେ ରଖିବା କିମ୍ବା ଟାଇପ୍ କରିବା ଆବଶ୍ୟକତା ନାହିଁ। ଏହି ସୁବିଧାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଆଣିଛି ଏବଂ ଏହାକୁ ଅର୍ଥ ମନ୍ତ୍ରଣାଳୟ ଅର୍ଥାତ୍ ସେବା ବିଭାଗରେ ସଚିବ ନାଗରାଜ ଲଞ୍ଚ କରିଛନ୍ତି। ଏବେ କେମିତି କାମ କରିବେ? ଏହି ନୂଆ ବ୍ୟବସ୍ଥା ଆଧାରିତ ବାୟୋମେଟ୍ରିକ ଡାଟା ଉପରେ କାମ କରିବ। ଯେତେବେଳେ ଆପଣ ପେମେଣ୍ଟ କରିବେ, ପିନ୍ ଦେବା ବଦଳରେ ନିଜ ଚେହେରା କିମ୍ବା ଫିଙ୍ଗରପ୍ରିଣ୍ଟ ବ୍ୟବହାର କରିପାରିବେ। ଟ୍ରାଞ୍ଜାକ୍ସନ ସିଧାସଳଖ ଏହାଦ୍ୱାରା ପେମେଣ୍ଟ ହେବ ଆହୁରି ଦ୍ରୁତ, ସହଜ ଏବଂ ସୁରକ୍ଷିତ। ଆରବିଆଇର ନୂଆ ନିୟମ ପରେ ଆସିଲା ଏହି ପଦକ୍ଷେପ। ରିଜର୍ଭ ବ୍ୟାଙ୍କ ନିକଟରେ ନୂଆ ଗାଇଡଲାଇନ ଜାରି କରିଛି, ଯେଉଁଥିରେ ପିନ୍ ବ୍ୟତୀତ ଅନ୍ୟ ବିକଳ୍ପ ଅଥେଣ୍ଟିକେସନ ପଦ୍ଧତିକୁ ଅନୁମୋଦନ ଦିଆଯାଇଛି। ଏହାଦ୍ୱାରା ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀମାନେ ଗ୍ରାହକ ସୁରକ୍ଷା ଓ ସୁବିଧାରେ ନୂତନ ତନଖିନକ ଆଣିପାରିବେ। ବିଶେଷଜ୍ଞମାନଙ୍କ ମତ ଅନୁସାରେ ବାୟୋମେଟ୍ରିକ ଭେରିଫିକେସନ ଦ୍ୱାରା ୟୁପିଆଇ ଠକେଇ ମାମଲାରେ ହେବ ହାରାହାରି କମ୍। କାରଣ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ଡାଟା ନକଲ କରିବା ପ୍ରାୟ ଅସମ୍ଭବ। ଏହି ବିକଳ୍ପ ଖାସ କରି ବୟସ୍କ ଓ କମ୍ ଶିକ୍ଷିତ ଉପଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ସହଜ ହେବ। ଗୋପନୀୟ ଏବଂ ସୁରକ୍ଷା ଉପରେ ଜୋର। ଯଦିଓ ଏହା ଏକ ବଡ଼ ପ୍ରଗତି, ତଥାପି ବିଶେଷଜ୍ଞମାନେ ଗୋପନୀୟତା ଓ ଡାଟା ସୁରକ୍ଷା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ଉପଭୋକ୍ତାଙ୍କ ସହମତି, ବାୟୋମେଟ୍ରିକ ଡାଟାର ସଠିକ ସୁରକ୍ଷା ଏବଂ ସମସ୍ତ ଆପ୍ ଓ ବ୍ୟାଙ୍କ ସିଷ୍ଟମ ସମାନ ଭାବେ କାମ କରିବ, ଏହା ଦିଗରେ ସରକାର ଓ ଏନପିସିଆଇ ଦୁହେଁ ଜୋର ଦେଇଛନ୍ତି। ପରବର୍ତ୍ତୀ ଖବର। ଭୁବନେଶ୍ୱରରେ ଘଣ୍ଟାଏ ଧରି ହୋଇଥିବା ଅବିରତ ବର୍ଷା ରାଜଧାନୀ ପାଣିରେ ବିଲୀନ ହୋଇଯାଇଛି। ସହରର ବହୁ ସ୍ଥାନର ରାସ୍ତା ଓ ମୁଖ୍ୟ ଚୌକ ଜଳମଗ୍ନ ହୋଇଯାଇଛି, ଯାହା ଫଳରେ ଯାତାୟାତ ବ୍ୟବସ୍ଥା ପୂରାପୂରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଡ଼ିଗୁଡ଼ିକ ପାଣିରେ ଅଟକି ଯାଇଥିବା ଦେଖାଯାଇଛି ଓ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବହାୱା ବିଭାଗ ଅନୁସାରେ ରାଜ୍ୟରେ ଆଜି ମଧ୍ୟ ବଜ୍ରପାତ ସହିତ ବର୍ଷା ଜାରି ରହିବ। ବିଶେଷତଃ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷାର ତୀବ୍ରତା ଅଧିକ ହେବ ବୋଲି ସୂଚନା ମିଳିଛି। ଏହି ପ୍ରଭାବ ଆସନ୍ତା 3 ଦିନ ଯାଏଁ ଚାଲିଥିବା ସମ୍ଭାବନା ରହିଛି। ଏହାସହ ଆଗାମୀ 10 ଅକ୍ଟୋବର ଦିନ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ଗଠିତ ହେବାର ଆଶଙ୍କା ରହିଛି, ଯଦିଓ ଏହା ଗୁରୁତର ରୂପ ନେବ ବୋଲି ଅନୁମାନ ନାହିଁ। ଆବହାୱା ବିଭାଗ ଆଜିଠାରୁ ଆସନ୍ତାକାଲି ସକାଳ 8:30ଟା ପର୍ଯ୍ୟନ୍ତ 24ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାମାନେ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ପାଣିପାଗ ବିଭାଗରୁ। 10 ଅକ୍ଟୋବର ପାଇଁ ସମଗ୍ର ଓଡ଼ିଶାର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନାଗରିକମାନଙ୍କୁ ଅବାଞ୍ଛିତ ଯାତ୍ରା ଓ ରହିବା ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।